ଯେତେବେଳେ ଆପଣ ମାନେ ଗୋଟେ ଟ୍ରିଟମେଣ୍ଟ ପିରିୟଡରେ ଥିବେ ଆଉ ସେଇ ଟାଇମରେ ଡକ୍ଟର ଆପଣଙ୍କୁ ଗୋଟେ କିଛି ଗୋଟେ ଯାହା ବି ଗୋଟେ ନ୍ୟୁଜ ଆପଣଙ୍କୁ କୁହନ୍ତି ଆଟଲିଷ୍ଟ ସେଟା କ୍ଷଣକ ପାଇଁ ହଉ କି ଯାହା ବି ହଉ କିନ୍ତୁ ଆପଣମାନଙ୍କୁ ବହୁତ ଖୁସି ଲାଗିଥାଏ। ତ ସେମିତି ଆପଣମାନେ ତ ଯେମିତି ଜାଣିଛନ୍ତି କି ମୁଁ ଟ୍ରିଟମେଣ୍ଟ ପାଇଁ ଆସିଛି, ହାଇଦ୍ରାବାଦ ଆସିଛି, ଆଉ ଡକ୍ଟର ମତେ କଣ କହିଲେ ଆଉ ମୁଁ ଟିକେ ଖୁସି ଅଛି ଅଧିକ କଣ ପାଇଁ ସେଇଟା ମୁଁ ଆପଣମାନଙ୍କୁ ଆଜିକା ଭିଡିଓ ମାଧ୍ୟମରେ ଜଣେଇବି। ତ ହ୍ୟାଲୋ ହାଇ ନମସ୍କାର, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଆଉ ଗୋଟେ ନୂଆ ଭିଡିଓକୁ ଆପଣମାନେ ସମସ୍ତଙ୍କୁ ସ୍ୱାଗତ କରୁଛି। ମୋର ଆପଣମାନେ ଯୋଉମାନେ ମୋ ନୂଆ କରି ମୋ ଭିଡିଓକୁ ଦେଖୁଛନ୍ତି ତ ପ୍ଲିଜ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ସବସ୍କ୍ରାଇବ ମଧ୍ୟ କରିଥାନ୍ତୁ। ମୋର ଫେସବୁକ୍ ଗୋଟେ ପେଜ ଅଛି କ୍ୟାନ୍ସର ଫାଇଟର କେଶବ, ଯୋଉଟା କି ଆପଣମାନେ ଚାହିଁଲେ ସେଥିରେ ଫଲୋ କରିପାରିବେ ଯୋଉମାନଙ୍କର ଫେସବୁକ୍ ଅଛି। ଆଉ ମୋର ଇନଷ୍ଟାଗ୍ରାମ ଆଇଡି କେଶବ ରାଉତ ସେମ୍, ମାନେ ମୋ ୟୁଟ୍ୟୁବ ଚ୍ୟାନେଲ ଯେମିତି ଅଛି କେଶବ ରାଉତରେ ସେମ୍ ଅଛି। ତେଣୁ ଆପଣମାନେ ଯାଇକି ମୋତେ ଇନଷ୍ଟାରେ ବି ଫଲୋ କରିପାରିବେ, କାହିଁକିନା ମୁଁ ସେଇଥିରେ ବି ମୋର ହେଲ୍ଥ ରିଲେଟେଡ୍ ଅପଡେଟ୍ସ ଦଉଛି। ତ ଆଜିକା ଭିଡିଓରେ ଆପଣମାନଙ୍କୁ ଜଣେଇବି କୋଉ ଜିନିଷଟା ଯୋଉଟା କି ମୁଁ ତ ଆସିଛି ଯେହେତୁ ହାଇଦ୍ରାବାଦ ଟ୍ରିଟମେଣ୍ଟ ପାଇଁ ଯୋଉ ଇଣ୍ଡୋ ଆମେରିକାନ କ୍ୟାନ୍ସର ହସ୍ପିଟାଲ। ଆଉ ମୋ ସହିତ ଆସିଛନ୍ତି ସଂଘମିତ୍ରା ଆଣ୍ଟି। ଆପଣମାନେ ଜାଣିଛନ୍ତି କ୍ୟାନ୍ସର ଜର୍ଣ୍ଣି ତାଙ୍କର ଗୋଟେ ୟୁଟ୍ୟୁବ ଚ୍ୟାନେଲ ଅଛି। ତ ତାଙ୍କ ସହିତ ମୁଁ ଆସିଛି। ଆଉ ଯେହେତୁ ମୋର ଚେକଅପ୍ ବି ଥିଲା, ଆଣ୍ଟି ବି ଦେଖେଇବାର ଥିଲା ଡକ୍ଟର, ତେଣୁ ଆଣ୍ଟି ମୁଁ ଏଇଠି ପାଖରେ ଅଛୁ। ମୋର ଗୋଟେ ଖୁସି ଖବର ଜଣେଇବା ପୂର୍ବରୁ ଆପଣମାନଙ୍କୁ ଜଣେଇଦେବି ଯୋଉ ଜିନିଷଟା ପାଇଁ ଆପଣମାନେ ବି ଟେନସନରେ ଥିଲେ। ଆପଣମାନେ ରିଲ୍ସ ମାଧ୍ୟମରେ ଦେଖିଥିଲେ ଯୋଉ ଆଣ୍ଟିଙ୍କର ସଡନଲି ଦେହ ଖରାପ ହେଇଯାଇଥିଲା। ତ ଏମିତି କିଛି ଗୋଟେ ଘଟଣା ଘଟିଥିଲା ଯୋଉଟା କି ବହୁତ ଟେନସନରେ ବି ଥିଲି, ମୁଁ ବି ଥିଲି ବହୁତ ଟେନସନରେ। କାହିଁକି ନା ଫାର୍ଷ୍ଟ ଟାଇମ୍ ମୁଁ ଯେହେତୁ ଦେଖିଲି ସେମିତି ସିଚୁଏସନଟା, ତେଣୁ ମତେ ବି ଡର ଲାଗିଥିଲା। ବଟ୍ ଷ୍ଟିଲ୍ ସେଇ ମୁମେଣ୍ଟରେ ଗୋଟେ ଭୟ ପଶି ଯାଇଥିଲା ମନରେ। କାହିଁକି ନା ଆମେ ଯେହେତୁ ଯାଇଥିଲୁ ବାହାରକୁ ଟିକେ ବୁଲିବା ପାଇଁ ଯାଇଥିଲୁ, ତ ବୁଲି ସାରିଲା ପରେ ତାଙ୍କର ବୋଧେ ଡିହାଇଡ୍ରେସନ କି କଣ ହେଇଯାଇଥିଲା, ତ ସେଥିପାଇଁ ଆଣ୍ଟିଙ୍କ ଟିକେ ଦେହ ଖରାପ ହେଇଯାଇଥିଲା। ତ ତାଙ୍କ ରିଲ୍ସ ରେ ଆପଣ ତାଙ୍କୁ ଦେଖିଥିବେ, ସେ ଆପଣଙ୍କୁ ହେଲ୍ଥ ଅପଡେଟ ଦେଇଥିଲେ ତାଙ୍କର। ଆଉ ତାଙ୍କର ସେଇ ଯୋଉ ଯାହା ବି ଘଟିଥିଲା ସେଇ ଯୋଉ ଜିନିଷରେ, ମାନେ ଯେତିକି ସବୁ ମାନେ ଯାହା ଯାହା ପ୍ରୋବ୍ଲେମ୍ସ ହେଇଥିଲା ତାଙ୍କର, ସେ ଜିନିଷଟା ସେ ତାଙ୍କର ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିବେ। ତ ଆପଣମାନେ ଦେଖିଲେ ଜାଣିପାରିବେ ତ ଆକ୍ଚୁଆଲି ଘଟଣାଟା କଣ, ସେଇଟା ମୁଁ କହୁନାହିଁ, କାରଣ ଆପଣମାନେ ତାଙ୍କ ଭିଡିଓରେ ଯାଇକି ଦେଖିବେ ସେଇ ଜିନିଷଟା। ବଟ୍ ଏତିକି ମୁଁ କହିପାରିବି କି ଆଣ୍ଟି ସି ଇଜ ବେଟର ନାଉ। ଆଉ ଭଲ ଅଛନ୍ତି, ସେ କିଛି ଅସୁବିଧା ହେଇନାହିଁ, ବର୍ତ୍ତମାନ ସେ ଷ୍ଟେବଲ ଅଛନ୍ତି। ଆଉ ଆମେ ରିଟର୍ନ କରୁଛୁ ଆଜି ଘରକୁ। ମୋର ଚେକଅପ୍ ସରିଛି, ଚେକଅପ୍ ସରିଲା ପରେ ମୁଁ ରିଟର୍ନ କରୁଛି, ଆଣ୍ଟି ବି ରିଟର୍ନ କରୁଛନ୍ତି। ତ ବର୍ତ୍ତମାନ ଆମେ କଥା ହବା ଯୋଉ ଖୁସି ଖବରଟା ଯୋଉଟା କି ଆପଣମାନଙ୍କୁ ଜଣେଇବି। କାହିଁକି ନା ସବୁବେଳେ ତ ଆପଣମାନେ ଦେଖୁଛନ୍ତି ମୋର କିଛି ନା କିଛି ଗୋଟେ ପ୍ରୋବ୍ଲେମ ଚାଲିଛି। ଯେମିତି କି ଘରେ ଥିଲାବେଳେ ମତେ ଟାଇଫଏଡ ହେଇଗଲା। ଟାଇଫଏଡ ଜ୍ୱର ଭଲ ହବ କି ନାହିଁ, କାହିଁକି ନା ଗୋଟେ ଜ୍ୱର ଆସିଯିବ ମାନେ ଗୋଟେ ବ୍ଲଡ କ୍ୟାନ୍ସର ପେସେଣ୍ଟଙ୍କର ବହୁତ ବଡ ଟେନସନ ସେଇ ଜିନିଷଟା। ଆଉ ମତେ ବି ବହୁତ ଟେନସନ ଲାଗିଥିଲା ସେଇଟା, କେମିତି କଣ ଭଲ ହେବି, କେବଳ ମୁଁ ନୁହେଁ ଘରେ ପୁରା ବ୍ୟସ୍ତ ହେଇ ପଡିଥିଲେ। ତେଣୁ ସେ ପ୍ରୋବ୍ଲେମ, କାହିଁକି ନା ମତେ ସବୁବେଳେ ମୁଁ ଆପଣମାନଙ୍କୁ ସବୁ ଜିନିଷ ଜଣେଇଛି କି ମୋର କଣ ହେଇଥାଏ ନା ଗୋଟେ ପ୍ରୋବ୍ଲେମ ଯଦି ଆରମ୍ଭ ହେଇଥିବ, ସେଟା ଯେତେବେଳେ ବନ୍ଦ ହବ, ବନ୍ଦ ହେଲା ପରେ ପରେ ଆଉ ଗୋଟେ ପ୍ରୋବ୍ଲେମ ମୋର ଷ୍ଟାର୍ଟ ହେଇଯାଏ। କାହିଁକିନା କିଛି ଛୋଟ ପ୍ରୋବ୍ଲେମ ହଉ କି ବଡ ପ୍ରୋବ୍ଲେମ ହଉ, ମୋର ସବୁବେଳେ କିଛି ନା କିଛି ଗୋଟେ ପ୍ରୋବ୍ଲେମ ମୋର ଷ୍ଟାର୍ଟ ହେଇଯାଏ। ତ ସେମିତି ମୁଁ ରେଡିଏସନ ନେଲେ, ରେଡିଏସନ ମତେ କଣ ଚୁଟି ପଳେଇ ଯାଇଛି, କେବଳ ଏଇ ଜାଗାରେ ଅଳ୍ପ ବାହାରିଛି। ଆଉ ଆଉ ଏଗୁଡାରେ ଯାଇନାହିଁ, କିନ୍ତୁ ଚୁଟି କେବେ ଆସିବ ଜଣାନି, ପୁରା ପଳେଇ ଯାଇଛି ଚୁଟି। ତେଣୁ ତା ତ କଷ୍ଟ ସହିକି ଆସିଲି, କିନ୍ତୁ ଗୋଟେ ହପ୍ସ ଅଛି କି ପରେ 2 ମାସ ଲାଗୁ କି 4 ମାସ ଲାଗୁ, ଗୋଟେ ବର୍ଷ ବି ଲାଗୁ, ଚୁଟି ଆସିବ। ତେଣୁ ସେଇ ଜିନିଷ ନେଇକି ମୁଁ ରହିଲି, ଆସିଲି, ଦୁଃଖ ଲାଗେ। ଆସିଲା ପରେ ଘରେ ଜଷ୍ଟ ଆସିକି ଭୁବନେଶ୍ୱର ପହଞ୍ଚିଛି, ମତେ ଟାଇଫଏଡ ହେଇଗଲା। ଟାଇଫଏଡ କଷ୍ଟ ପରେ ଆସିଲି, ମାନେ ଘରୁ ଆସିଲି ହାଇଦ୍ରାବାଦ ଚେକଅପରେ। ଚେକଅପ ତ ଟେନସନ ଥାଏ, ଖାଇବା ପିଇବା ପ୍ରୋବ୍ଲେମସ ହେଲା, ଏଠି ରହିବାର ପ୍ରୋବ୍ଲେମସ ହେଲା, ବହୁତ କଷ୍ଟ। ପୁଣି ଥରେ ଇଞ୍ଜେକ୍ସନ ନେଲି, ଇଞ୍ଜେକ୍ସନ କଷ୍ଟ ହେଲା। ଇଞ୍ଜେକ୍ସନ ପରେ ମତେ ପୁଣି ବାନ୍ତି ହେଇଗଲା। ବାନ୍ତି ଯେମିତି ଲାଗିଲା କି ବ୍ଲଡ ବାହାରିବ, ତଣ୍ଟି ପରେ ଚିରିକି ବାହାରିଲା ବାନ୍ତି। ତେଣୁ କଷ୍ଟ ଆପଣମାନେ ଦେଖୁଛନ୍ତି ତ, ବହୁତ ସାରା କଷ୍ଟ ଦେଇକି ମୁଁ ଗତି କରୁଛି। କେବଳ ମୁଁ ନୁହେଁ, ବହୁତ ସାରା ଏମିତି କ୍ୟାନ୍ସର ପେସେଣ୍ଟ ଅଛନ୍ତି ଯୋଉମାନେ କି କ୍ୟାନ୍ସର ସହିତ ଲଢିବା ସହିତ ଅନ୍ୟ ବି ସାଇଡ ଇଫେକ୍ଟ ପାଇଁ ତା ପାଇଁ ବି ସେମାନେ ସବୁବେଳେ ପ୍ରସ୍ତୁତ ଅଛନ୍ତି। ତ ସେ ସବୁ ଜିନିଷକୁ ମୁଁ ଓଭରକମ୍ କରିକି ଆସିଲି, ଫାଇଟ୍ କରିକି। ଆଉ ଆସିଲା ପରେ ଥକା ତ ଲାଗିବ, ୱିକନେସ୍ ଲାଗିବ, ଇଞ୍ଜେକ୍ସନ ନେଇଛି, ୱିକନେସ୍ ଲାଗୁଛି। ତାପରେ ମତେ ଘରକୁ ବି ଯିବାର ଅଛି, ଘର ଚେକଅପ୍ ସାରିଲି, ସାରିକି ମତେ ଟ୍ରେନ୍ ଟିକେଟ ବି କଲି, ସବୁ ଜିନିଷ କଲି। ବଟ୍ ମୁଁ ଯୋଉ ବ୍ଲଡ କହୁଛି, ଆମର ଯୋଉ ସିଏସଏଫ ଯୋଉ ଟେଷ୍ଟ ହେଇଥିଲା ସାଇଟୋଲୋଜି ଯୋଉ ଆମର ସ୍ପାଇନାଲ କର୍ଡରେ, କାହିଁକିନା ଇଞ୍ଜେକ୍ସନ ତ ନେଇଥିଲି, ତା ଆଗରେ ଗୋଟେ ଫ୍ଲୁଇଡ୍ ଟେଷ୍ଟ ହବ। କାହିଁକି ନା ଫ୍ଲୁଇଡ୍ ଟେଷ୍ଟ ହେଲେ ଜଣା ପଡିବ ନା ସେଥିରେ କଣ ଅଛି କି ନାହିଁ ପ୍ରୋବ୍ଲେମ, ଯଦି ଇମେଚର ସେଲ୍ସ ପୁଣି ବ୍ରେନ୍ କୁ ଯାଇଥିବ କି ନାହିଁ। କାହିଁକି ନା ମୁଁ ତ ଇଞ୍ଜେକ୍ସନ ନେଇଥିଲି, ଆଉ ରେଡିଏସନ ତ କରିକି ମୋ ଟାର୍ଗେଟ କରିକି ମତେ ସବୁ ଜିନିଷଟାକୁ କ୍ଲିୟର କରିଦେଇଛନ୍ତି। ତ
तेणु फ्लूइड टेस्ट रे नेगेटिव आसो बोली मु जानिथिली मोर होप्स थिला मु कॉन्फिडेंट थिली कि मोर जो सीएसएफ टेस्ट रे रिपोर्ट्स नॉर्मली आसीबो तेणु ता पय मु वरीड नथिली बट गोटे मनर टेंशन थिला कि जो पुणी थोड़ा मंथली मत चेकअप आसे पड़ो कि ना से जिन मोर बट रिपोर्ट आसला भाई जाकि डॉक्टर को जो देखिए आसचंती आ डॉक्टर गोटे भल न्यूज कहते जोटा कि मुझे जो खुशी न्यूज जोटा कि मु मंथली चेकअप करूँ आप जानते मंथली आसली ब्लड टेस्ट करूँ रिपोर्ट चेकअप करूँ से मंथली मोर ए बर्तमान हो 3 मंथ माने मासक मासक मत आसवा पड़ोनी मत 3 मासर चेकअप हो दीर्घ गोटे वर्ष पर गोटे वर्ष अपेक्षा करी गोटे वर्ष मुझे कंटिन्यूअसली मंथली चेकअप करी मंथली चेकअप पर मोर फाइनाली जमीक मुझे पूर्व जनाऊली कि मसरू 2 मास 3 मास हम मत फास्ट 2 मास कहते डॉक्टर कहले ना 3 मास पर आस बट गोटे जिनस खुशी तो बहुत लगुच माने जेहेतु 3 मास कर कहीं गोटे वर्षर प्रतीक्षा पर गोटे मसर प्रतीक्षा पर मत फाइनाली 3 मास देते कहीं 3 मास प्रति मंथली आसला बेलू मोर सब जिन प्रोब्लेम होता मीन्स मुझे घर को जावा घर 20 दिन रहा मत पुणी थे सडनली रिटर्न करके आसवाक पड़ूला तेणु मसर 3 मास होती गोटे जना पड़ोनी कि हाँ आम जाऊँ 3 मास थे हैदराबाद आसले एत कष्ट लगे कहीं मुझे हैदराबाद 2 वर्ष है ट्रिटमेंट करुँच आसवाक घर छाड़ी आसिक रही रही तो जाऊँगी भल लगुनि कष्ट लगुच मैंने इरिटेट लगुच कहीं सब बारंबार आसबि चेकअप करी जेहेतु करने पड़ो चेकअप तेरे 3 मास जेहेतु तेणु बहुत भल लगुच खुशी लगुच बट आउ गोटे कथा हूँ केवल नुहे 3 मास मीन्स मुझे 3 मास पर ही आसबि सेमती नुहे बट केतले प्रोब्लेम तो आपण मैंने जानते कि मोर प्रोब्लेम केतले कौन हो जाऊँगी माने एबे भल अच्छी पुणी केतले आउ गोटे प्रोब्लेम केतले पुणी बाहरी पड़ुची तेणु डॉक्टर कहते कि 3 मास जाइजु ठीक अच्छे 3 मास पर चेकअप अच्छी किंतु 3 मास भितर जब तोर केतले भी कौन किसी प्रोब्लेम होची तू एटलिस्ट जनइबु नले पळै आसीबु मींस कहया कथा होची कहीं मोर जतले किसी प्रोब्लेम्स हुए घरे आइदर किसी गोटे ब्लड रे रिपोर्ट्स कम हो जाउची कि मोर ज्वर आसुची कि बांती होउची जा भी हो मु डॉक्टर को इन्फॉर्म करे प्रोब्लेम्स हेले किछि मते लागे कि कहीं मु पूर्वरु निज देह पई मु नेग्लेक्ट कर दीजी तेणु देह खराब पाखु मुझे मो देह प्रति आगे इग्नोर करूनी नेग्लेक्ट करूनी सब मो निज देह प्रति सीरीयस अच्छी जदि किसी प्रोब्लेम्स हो डॉक्टर को सांगे सांगे जनाए किसी छोट प्रोब्लेम्स भी हेले डॉक्टर्स को जनईला डॉक्टर जदि कहे कि ना तू पलि आस आउ निश्चय भाव में रिटर्न करके पलि आसबि कहीं मझे मझे मत आसवाई चांसेस रही तेणु भगवान को डाकुची कि जमती कि से जिनसा न हो पूरा कंटिन्यूअसली 3 मास मु भल थाए सुस्थ थाए सेमती मेजर प्रोब्लेम्स किसी न तो एमती छोट छोट प्रोब्लेम जोटा कि सही सल्व हो पार से सब जिन हो आराम से 3 मास पर मुझे चेकअप आसबि चेकअप आसला जमी मो रिपोर्ट्स भी जमी भल रहा दरकार जमीक 3 मास पुणी थे 3 मास करेंगे गोटे वर्ष मे भी हो पारे 3 मास कर 12 मास 4 थर मुसीपारे देन तापर 6 मास करें तेणु आगू तार प्रोसेस तो अच्छी कहीं आम बेस आगू प्रेडिक्ट करवानी कहीं जेहेतु मोर 3 मास हो बहुत खुशी लगुच आशा करुँचे निश्चय शुणिकी जिनसा को आपने भी खुशी कहें कहीं आपण मैंने तो सब ब्लेसिंग्स कर मैंने सब मत कही सपोर्ट कर मत सब साहस जगै तेणु आपण मान न्यूज़टा शुणिले आपण मानक बहुत खुशी लगे बोली मुझे भावुची गोटे कथा हूँ मोर जो इंजेक्शन बंद हेन जो स्पाइनल कॉर्ड इंजेक्शन सेटा मंथली नवा पड़ो किंतु से मंथली इंजेक्शन कौटी नेबी ना मुझे कि ओडिशा बाक्चीरे नौली आपने देखीते मुझे बाक्चीरे जेहेतु मुझे इंजेक्शन नहीं भावुँ नेक्स्ट मंथ को लेकिन जाकि बाक्चीरे ना पड़ो तेणु आपण भाव माने ये शुणिक आपने भावुँ कि मुझे पूरा रिलैक्स हो गली सेमती जमा भी नुहे ट्रिटमेंट चलो बट 3 मास पर मुझे आसबि सेमती नुहे कि आ मंथली आसबि से जिनसा लगुच किंतु आप भावुए कि कौन कष्ट ना निश्चय कष्ट अच्छी कौटी कष्ट अच्छी ना मुझे मंथली पुणी भुवनेश्वर जी भुवनेश्वर जावा आप देखुं कि भुवनेश्वर टू बागची हस्पिटाल गोटे जटणी आड़े हूँ गमन हस्पिटाल बहुत दूर होती तेणु जावाई हेले आमको मत से भी कष्ट अच्छी जाकि पुणी रिटर्न करार अच्छे घर को इंजेक्शन नालापर देह मुंड मानने इनएक्टिव लगे जेहेतु केमो इंजेक्शन ब्रेन को जाए तेणु से गोटे लो डोज केमो आप भावे कि हाई डोज केमो कहीं हाई डोज केमो ब्रेन सहबनी ब्रेन स्ट्रोक कर तेणु लो डोज केमो बहुत ब्रेन को जेहतु ट्रिटमेंट मीन्स स्मूथ ट्रिटमेंट रहा दरकार तेणु मंथली मुझे 2 मास नेबी 3 नंबर मासर जब मुझे भल रही 3 मास आसिक मुझे हैदराबाद चेकअप जो करी ये आसिक इंजेक्शन नहीं
ବାସ୍ ସେତିକି ଯାଇ ଭଲ ରୁହେ। ଆପଣମାନଙ୍କୁ ମୋ ହେଲ୍ଥ ଅପଡେଟ୍ ଦେବାର ଥିଲା, ଯେହେତୁ ମୁଁ ଆଜି ଘରକୁ ରିଟର୍ନ କରୁଛି, ଭଲରେ ଭଲରେ ଯାଇକି ରିଟର୍ନ କରେ। ଆଉ ଆପଣମାନେ ତ ସବୁବେଳେ ମୋତେ ବ୍ଲେସିଂସ୍ କରିଛନ୍ତି, ଏମିତି ସବୁବେଳେ ବ୍ଲେସିଂସ୍ କରିଥାନ୍ତୁ। ମୋ ପାଇଁ ଭଗବାନ ପାଖରେ ପ୍ରେ କରିଥାନ୍ତୁ। ଆଉ ଆଣ୍ଟିଙ୍କ ଦେହ ବି ଖରାପ ଥିଲା, ଆପଣ ଆଣ୍ଟିଙ୍କ ପାଇଁ ବି ଭଗବାନ ପାଖରେ ପ୍ରାର୍ଥନା କରିଥାନ୍ତୁ। ଆଉ ମୁଁ ବି ପ୍ରାର୍ଥନା କରୁଛି ଯେମିତିକି ସବୁବେଳେ ଭଲରେ ରୁହେ, ସୁସ୍ଥ ରୁହେ। ଆଉ ମୁଁ ମୋର ଲାଇଫ୍ରେ ଯାହା ସବୁ ଗୋଲ୍ ଅଛି ମୁଁ ସବୁ ଜିନିଷକୁ ଆଚିଭ୍ କରେ ଧୀରେ ଧୀରେ। ବାସ୍ ଏତିକି କହୁଛି। ଦେଖା ହବ ଆଉ ଗୋଟେ ନ୍ୟୁ ଭିଡ଼ିଓରେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।